ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଦେଖନ୍ତୁ, ମୁଁ ଆମର ଏଇ ବିଲକୁ ଆସିଥିଲି। ଏ ବିଲ ଦେଖନ୍ତୁ, ସକାଳ 10ଟା ବେଳେ ମୁଁ ବିଲକୁ ଆସିଥିଲି। ଆସିଲା ପରେ କଣ ହେଇଛି ନା, ଆମ ହିଡ଼ରେ ହିଡ଼ରେ ଗୋଟେ ସାପ। ସେ ସାପକୁ ଦେଖି ମୁଁ କଣ କଲି ନା ଦୌଡ଼ିଲି। ଦୌଡ଼ିଲା ଫଳରେ କିଛି ବାଟ ଗଲା ପରେ ସେ ପଳେଇଗଲା ଏବଂ ମୁଁ ଆସିଲି। ଦେଖ ବିଲ ହେଇଛି। ଆଉ ମଧ୍ୟ ଆମର ଏଇ ଯୋଉ ଏଥର ସବୁ ବିଲ ମାନଙ୍କରେ ସବୁ ଷଣ୍ଢ ସବୁ ପଶିକି ଖାଇଯାଉଛି। ତାର ଷଣ୍ଢକୁ ଅଟକେଇବାର ଏକ ଲୋକମାନେ ତାର ଏକ ଉପାୟ କରିଛନ୍ତି ଯେ ଗୋଟେ ମେସିନ୍ ଅଛି, ମେସିନ୍ ଆଣିଛନ୍ତି ଏବଂ ତାକୁ ତାର ଦେଇ ପୁରା ଆବରଣ କରୁଛନ୍ତି, ମାନେ ବାଉଁଶ ପୋତି ତାର ଦେଇ କରୁଛନ୍ତି, ଯିଏକି ସେ ମେସିନ୍ ଚାଲିଲା ବେଳେ ଆମର ସେଟା ଖାଲି ଝଟକା ମାରିବ, ମାନେ କରେଣ୍ଟ ଛାଡ଼ୁଛି ପୁଣି କରେଣ୍ଟ ଆସୁଛି। ତେଣୁକରି ସେଇ ଝଟକାଟିକୁ ମୁଁ ଦେଖେଇବି ସେ କେମିତି କ'ଣ ମାନେ ଲାଗୁଛି। ଏବଂ ଲୋକମାନେ ତାକୁ ସନ୍ଧ୍ୟାବେଳେ ଲଗେଇ ଦେଉଛନ୍ତି ଏବଂ ଦିନ ବେଳେ ତାକୁ କାଢ଼ି ଦେଉଛନ୍ତି। କାହିଁକି ନା ସେ ଦିନ ବେଳେ କିଏ ଲୋକମାନେ ତ ଯିବା ଆସିବା କରୁଛନ୍ତି ନା, ତେଣୁ ତାକୁ ବାହାର କରିଦେଉଛନ୍ତି। ଆଉ ସେ ରାତିରେ ତାକୁ ସନ୍ଧ୍ୟା 5ଟା କି 6ଟା ହେବ, ସେ ସମୟରେ ତାକୁ ଲଗେଇ ଦେଉଛନ୍ତି। ଲଗେଇଦେଲେ ସେ ଆଉ ଷଣ୍ଢ ଯେଉଁ ଆସୁଥିଲେ ଆଗରୁ ପୁରା ଆସି ଧାନ ପୁରା ଖାଇକି ପୁରା ମୁଣ୍ଡାମୁଣ୍ଡି କରି ପକାଉଥିଲେ। ତେଣୁ ଏବେ ଚାଲନ୍ତୁ ଦେଖିବେ, ଦେଖନ୍ତୁ ପୁରା ଭଲ ଅଛି। କୌଣସି ଧାନ ବି ଟିକେ ଖାଇନାହାନ୍ତି। ଆଉ ସିଏ ପୁରା ଗୋଟେ ବି ଗାଈ ହଉ କିମ୍ବା ଷଣ୍ଢ ହଉ ତା ପାଖକୁ ମଧ୍ୟ ଆସୁନାହାନ୍ତି। ଚାଲନ୍ତୁ ମୁଁ ସେ ଝଟକାଟିକୁ ମୁଁ ଆପଣମାନଙ୍କୁ ଦେଖଉଛି। ଦେଖିବେ ଏଇ ଧାନ ଦେଖନ୍ତୁ, ସୁଦ୍ଧା ଖାଇନି, ଗୋଟେ ବି ଟିକେ ବି ସୁଦ୍ଧା ଖାଇନି। ପାଖ ଦେଖନ୍ତୁ ଆଉ ସେ ଝଟକାଟିକୁ ମୁଁ ଦେଖଉଛି, ଦେଖନ୍ତୁ ଏ ହଉଛି ସେ ଝଟକା। ଏଇଟା ହଉଛି ସେ ଝଟକା। ଏଇ ତାରରେ ଏସବୁ ଯାଇଛି, ପୁରା ଏଇଭଳିଆ ଯାଇଛି ପୁରା ସେମୁଣ୍ଡ ଯାଇଛି, ପୁରା ପାଖେ ପୁରା ଯାଇଛି। ଗଲା ପରେ ଏ ଗାଈ ଷଣ୍ଢ କେହି ବି ତା ପାଖରେ ଦେଖନ୍ତୁ, ଖଣ୍ଡେ ମାନେ 2 ହାତ କି 3 ହାତ କିମ୍ବା 10 ଫୁଟ ଛଡ଼ା ସେମାନେ ଇଏ ହଉଛନ୍ତି, ମାନେ ଚରୁଛନ୍ତି। ତା ପାଖକୁ କେହି ଯାଉନାହାନ୍ତି। ଯାହାଫଳରେ ସେ ମେସିନ୍ ବସିଛି ବୋଧେ 5 କିଲୋମିଟର ଦୂରରେ। ଏଇ ଇଏରୁ ଏଇସବୁ ଅନୁପାତରେ ସେଇ ଡିଷ୍ଟାନ୍ସ ଅନୁପାତ ନେଇଛନ୍ତି। ତାର ଦେଇକି ପୁରା ମାନେ ଏରିଆ କଭର୍ କରାଯାଇଛି। ତେଣୁକରି ଯାହା ହଉ ଲୋକମାନେ ଟିକେ ଇଏ ଷଣ୍ଢ ଦାଉରୁ ରକ୍ଷା ପାଇଛନ୍ତି, ନହେଲେ ପ୍ରତିବର୍ଷ ସେ ପୁରା ଖାଇକି ପୁରା ସାରି ଦେଉଥିଲେ। ଯାଇକି ଧାନ କଟା ହେବା ପର୍ଯ୍ୟନ୍ତ ସେ ଖାଉଥିଲେ। ଯାହା ହଉ ଏଥର ଆମେ ଜାଣୁଛୁ ସେ ଆଉ ଖାଇପାରିବନି, ଯାହା ଜଣା ହେଉଛି। ଦେଖାଯାଉ କ'ଣ ହେଉଛି, ଧାନ ପାଚିଲା ପରେ କ'ଣ କରାଯାଉଛି। ପର୍ଯ୍ୟନ୍ତ ଭଲ ରହୁଛି, କ'ଣ ଆଶା କରୁଛି ଭଲ ରହିବ ବୋଲି। ଆପଣମାନେ କ'ଣ ରହିବ କି ନାହିଁ କମେଣ୍ଟ ବକ୍ସରେ କମେଣ୍ଟ ଦେବେ। ରହୁଛି। ଭିଡ଼ିଓଟି କେମିତି ଲାଗିଲା? ଜୟ ଜଗନ୍ନାଥ।